ଆଦି ପୁସ୍ତକ ଅଧ୍ୟାୟ 25। ଅବ୍ରାହମଙ୍କ ମୃତ୍ୟୁ ଏବଂ ତାଙ୍କ ବଂଶଧର। ଅବ୍ରାହମ କଟୁରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ। ସେ ତାଙ୍କ ନିମନ୍ତେ ସିମ୍ରନ୍, ଜକ୍ସନ୍, ମଦାନ୍, ମିଦିଅନ, ଜିସ୍ବକ ଓ ସୁହ ଏମାନଙ୍କୁ ଜନ୍ମ କଲା। ସେହି ଜକ୍ସନ୍ ଶିବା ଓ ଦଦାନକୁ ଜାତ କଲା। ଦଦାନ ଅସୁରୀୟ ଓ ଲଟୁସିୟ ଓ ଲିୟମୀୟ ଲୋକମାନଙ୍କର ଆଦି ପୁରୁଷ। ମିଦିଅନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବିଦ ଓ ଇଲଦାୟା ଏ ସମସ୍ତେ କଟୁରାର ସନ୍ତାନ। ଏଥିଉତ୍ତାରେ ଅବ୍ରାହମ ଇସାକକୁ ଆପଣାର ସର୍ବସ୍ୱ ଦେଲେ। ମାତ୍ର ଅବ୍ରାହମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସାକ ନିକଟରୁ ସେମାନଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ଅବ୍ରାହମଙ୍କର ଆୟୁର ପରିମାଣ 175 ବର୍ଷ। ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। ଏଥିଉତ୍ତାରେ ଅବ୍ରାହମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ। ଆଉ ପୂର୍ବରୁ ମୃତ୍ୟୁବରଣ କରିଥିବା ଆପଣା ପୂର୍ବପୁରୁଷଗଣ ସହିତ ଜଡ଼ିତ ହେଲେ। ଆଉ ତାଙ୍କର ପୁତ୍ର ଇସାକ ଓ ଇସ୍ମାଏଲ ମମ୍ରିର ସମ୍ମୁଖରେ ହିତୀୟ ସୋହରର ପୁତ୍ର ଇଫ୍ରଣର କ୍ଷେତ୍ରସ୍ଥିତ ମକପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ। ଯେହେତୁ ଅବ୍ରାହମ ହିତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ, ସେହି ସ୍ଥାନରେ ଅବ୍ରାହମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା। ଅବ୍ରାହମଙ୍କ ମୃତ୍ୟୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସାକଙ୍କୁ ଆଶୀର୍ବାଦ କଲେ। ପୁଣି ଇସାକ ବେରଲହୟ ରୋଇ ନାମକ ସ୍ଥାନରେ ବସତି କଲେ।